ଗୁରୁ ମହିମା ଅଲେଖ। ବନ୍ଧୁମାନେ, ଆଜି ହେଉଛି 10/2/2025 ମସିହା। ଦେଖନ୍ତୁ, ମୁଁ ଏବେ ଜୋରନ୍ଦାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଅଛି। ଆପଣମାନେ ଯଦି ଢେଙ୍କାନାଳରୁ ଜୋରନ୍ଦା ମହିମା ଗାଦି ଆସୁଛନ୍ତି, ଏହି ବାଟ ଦେଇ ଆପଣମାନେ ଜୋରନ୍ଦା ଗାଦି ମନ୍ଦିର ଓ ଜୋରନ୍ଦା ମେଳା ବୁଲିପାରିବେ। ଚାଲନ୍ତୁ, ଏହି ଭିଡ଼ିଓରେ ଜୋରନ୍ଦାର ଗାଦି ମନ୍ଦିର, ଧୋନି ମନ୍ଦିର ଓ ଯାତ୍ରା ପଡ଼ିଆ କିପରି ସଜ ହୋଇଛି ଏହି ଭିଡ଼ିଓରେ ଦେଖିବା। ଦେଖନ୍ତୁ, ମୁଁ ଏବେ ଆପଣମାନଙ୍କୁ ଦେଖାଉଛି ଜୋରନ୍ଦା ଗାଦିରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ମାଘ ମେଳାର ଯାତ୍ରା ପଡ଼ିଆ କିପରି ସଜ ହୋଇଛି। ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳାକୁ ଆଉ ଦିନଟିଏ ବାକି ରହିଛି। ମହିମା ଧର୍ମର ସାଧୁ, ଭକ୍ତ ଓ ସ୍ଥାନୀୟ ବାସିନ୍ଦା ଓ ଉଠା ଦୋକାନୀଙ୍କ ସମାଗମରେ ମହିମା ଗାଦି ଚଳଚଞ୍ଚଳ ହୋଇ ଉଠିଛି। ଚଳିତ ବର୍ଷ ଭଲ ଫସଲ ହୋଇଥିବାରୁ ଓ ସନ୍ନ୍ୟାସୀମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଥିବାରୁ ମେଳା ଶାନ୍ତି ଶୃଙ୍ଖଳାର ସହିତ ହେବ ବୋଲି ଆଶା କରାଯାଇଛି। ଦେଖନ୍ତୁ, ମୁଁ ଏବେ ଜୋରନ୍ଦା ଗାଦିର ଅଖଣ୍ଡ ଧୋନି ମନ୍ଦିର ଆଡ଼କୁ ଯାଉଛି। ଏହି ରାସ୍ତାରେ ମଧ୍ୟ ଉଠା ଦୋକାନଗୁଡ଼ିକ ତାଙ୍କର ବେପାର ବଣିଜ କରିବା ପାଇଁ ଜୋରନ୍ଦା ମହିମା ଗାଦିରେ ଆସି ଦୋକାନ ଦେଇଛନ୍ତି। ଦେଖନ୍ତୁ, କେତେ ଲୋକ ଆଜି ଜୋରନ୍ଦା ମହିମା ଗାଦିକୁ ଧାଇଁ ଆସିଛନ୍ତି। ଅନେକ ଭୋଗ ଦୋକାନ ଗୁଡ଼ିକ ମଧ୍ୟ ଏହି ମନ୍ଦିରର ପାଖରେ ରହିଛି। ଇଏ ହେଉଛି ଦେଖନ୍ତୁ ଜୋରନ୍ଦା ଗାଦିର ଅଖଣ୍ଡ ଧୋନି ମନ୍ଦିର, ଯେଉଁଠାରେ ପ୍ରତିଦିନ ଧୋନି ଜଳିଥାଏ। ଏହି ବର୍ଷ ପ୍ରାୟ 5 ଲକ୍ଷ ଭକ୍ତ ଓ ଯାତ୍ରୀଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି। ଏବଂ ଆପଣମାନେ ଦେଖିପାରୁଥିବେ ଦୂରରୁ, ଇଏ ହେଉଛି ଜୋରନ୍ଦା ଗାଦିର ବା ମଠର ଦକ୍ଷିଣ ଦ୍ୱାର। ଯେଉଁ ସ୍ଥାନରେ ମୁଁ ଏବେ ଆପଣଙ୍କୁ ଏହି ସ୍ଥାନର ଭିଡ଼ିଓ ଦେଖାଉଛି, ଆସୁଥିବା ମାଘ ମେଳା ବା ଫେବୃଆରୀ 11 ଦିନ ଏହି ସ୍ଥାନରେ ଟିକିଏ ହେଲେ ଜାଗା ରହିବ ନାହିଁ, କାରଣ ବହୁତ ଲକ୍ଷାଧିକ ଲୋକ ଆସିବାର ଅନୁମାନ ମଧ୍ୟ କରାଯାଇଛି। ଇଏ ହେଉଛି ଜୋରନ୍ଦା ଗାଦିର ଦକ୍ଷିଣ ଦ୍ୱାର। ଏହାକୁ ନୂଆ ରୂପରେ ରଙ୍ଗରେ ସଜାଯାଇଛି। ଦେଖନ୍ତୁ, ଅନେକ ଲୋକ ବା ଶ୍ରଦ୍ଧାଳୁ ଜୋରନ୍ଦା ମହିମା ଗାଦିକୁ ଆଜିଠାରୁ ମଧ୍ୟ ବୁଲି ଆସିଲେଣି, କାରଣ ଆଉ ଗୋଟେ ଦିନ ପରେ ଜୋରନ୍ଦା ମାଘ ମେଳା ହେବାକୁ ଯାଉଅଛି। ଅନେକ ଦୋକାନୀ, ଇଏ ହେଉଛି ଦେଖନ୍ତୁ ଜୋରନ୍ଦା ଗାଦିର ଯେଉଁ ଅଖଣ୍ଡ ଧୋନି ମନ୍ଦିର ରହିଛି, ତା ଆଗରେ ଗୋଟେ ସେଲ୍ଫି ପଏଣ୍ଟ ରହିଛି। ଆପଣମାନେ ମଧ୍ୟ ଯଦି ଢେଙ୍କାନାଳରୁ ଜୋରନ୍ଦା ଗାଦିକୁ ବୁଲି ଆସୁଛନ୍ତି, ଏହି ବାଟ ଦେଇ ପ୍ରଥମେ ଆପଣ ଅଖଣ୍ଡ ଧୋନି ମନ୍ଦିର ଦର୍ଶନ କରିସାରିଲା ପରେ ଏହି ରାସ୍ତା ଦେଇ ଆପଣମାନେ ଜୋରନ୍ଦା ଗାଦି ମନ୍ଦିର, ଶୂନ୍ୟ ମନ୍ଦିର ଏବଂ 21 ହାତିଆ ଟୁଙ୍ଗି ମନ୍ଦିରକୁ ମଧ୍ୟ ଦର୍ଶନ କରିପାରିବେ। ଓଡ଼ିଶାର ନିଜସ୍ୱ ଧର୍ମ ଆଦିପୀଠ ମହିମା ଗାଦି ଜୋରନ୍ଦାର ମହିମା ସ୍ୱାମୀ ନିଜେ ଲୀଳାଖେଳା କରି ଏହି ପୀଠକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରିପାରିଛନ୍ତି। 1874 ମସିହାରେ ମହିମା ସ୍ୱାମୀଙ୍କ ମହାପ୍ରୟାଣ ପରଠାରୁ ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଜୋରନ୍ଦାଠାରେ ଏହି ମାଘ ମେଳା ଅନୁଷ୍ଠିତ ହୁଏ। ମହିମା ଗାଦିରେ ଥିବା ଉପାସନା ପୀଠ, ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୋନି ମନ୍ଦିର, 21 ହାତିଆ ଟୁଙ୍ଗି ଓ ଅଖଣ୍ଡ ଜ୍ୟୋତି ମନ୍ଦିର ଆଦିରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ତିଥିରେ ବୃହତ୍ ଝାଡ଼ ଦୀପରେ ଘୃତାହତି କରାଯାଏ। ଏକ ପବିତ୍ର ତିଥିରେ ଘୃତାହତି କଲେ ଅଶେଷ କୃପା ଲାଭ ହୁଏ ବୋଲି ମହିମା ଧର୍ମୀ ମାନେ ବିଶ୍ୱାସ କରନ୍ତି। 151 ବର୍ଷ ଧରି ଏହି ମେଳା ମାନବ ଧର୍ମର ଏକ ମହୋତ୍ସବ ଭାବେ ପ୍ରତିଭାତ ହେଉଛି। ଚାଲନ୍ତୁ, ଏବେ ବନ୍ଧୁମାନେ ଆମେ ଜୋରନ୍ଦା ମେଳାର ଯାତ୍ରା ପଡ଼ିଆର ଅନ୍ୟ ଏକ ପାର୍ଶ୍ୱକୁ ଯିବା ଓ ସେଠାରେ କିପରି ଦୋକାନ ଗୁଡ଼ିକ ତା'ର ସାଜସଜ୍ଜା ଆରମ୍ଭ ହେଲାଣି ଓ ଦୋକାନ ଗୁଡ଼ିକ
କିପରି କ'ଣ କ'ଣ ଦୋକାନ ସବୁ ପଡ଼ିଛି ଆମେ ଏଇ ଭିଡ଼ିଓରେ ଦେଖିପାରିବା। ଦେଖନ୍ତୁ ଇଏ ଗୋଟେ ଦୋଳି ଦୋକାନ ଆସି ମଧ୍ୟ ଏଠାରେ ପଡ଼ିବାର ସମ୍ଭାବନା ରହିଛି। ଛୋଟ ପିଲାଙ୍କର ଦୋଳି ଦୋକାନ ଓ ଅନେକ ଚାଟ୍ ଦୋକାନ ଓ ପିତ୍ତଳ କଂସା ବାସନ ଦୋକାନ ଓ ପିଲାଙ୍କର ଖେଳଣା ଦୋକାନ ଓ ଅନ୍ୟାନ୍ୟ ଖାଦ୍ୟ ଦୋକାନ ଗୁଡ଼ିକ ଆସି ଜୋରନ୍ଦା ମେଳା ପଡ଼ିଆରେ ତାଙ୍କର ସ୍ଥାନକୁ ଗ୍ରହଣ କଲେଣି। ଚାଲନ୍ତୁ ବନ୍ଧୁମାନେ ଆମେ ଏବେ ଜୋରନ୍ଦା ଗାଦି ମନ୍ଦିର ଆଡ଼କୁ ଯିବା ଓ ସେଠାରେ କିପରି ଆସୁଥିବା ଜୋରନ୍ଦା ମାଘ ମେଳା ଲାଗି ସାଜସଜ୍ଜା ହୋଇଛି ଏହି ଭିଡ଼ିଓରେ ଦେଖିପାରିବେ। ଆପଣମାନେ ଯଦି ଜୋରନ୍ଦା ମେଳା ପଡ଼ିଆ ଏହି ରାସ୍ତା ଦେଇ ଯାଉଛନ୍ତି, ଏହି ରାସ୍ତାରେ ମଧ୍ୟ ମହିମା ଧର୍ମର କୌପୁନୀ ସମାଜ ପକ୍ଷରୁ ଅସ୍ଥାୟୀ ବତୀ ମଣ୍ଡପ ମଧ୍ୟ କରାଯାଇଛି। ଦେଖନ୍ତୁ ବନ୍ଧୁମାନେ, ଆପଣମାନେ ଯଦି ଜୋରନ୍ଦା ଗାଦିର ଯେଉଁ ପୂର୍ବରୁ ମୁଁ ଦେଖାଇଥିବା ଦକ୍ଷିଣ ଦ୍ୱାର ଭିତରେ ପ୍ରବେଶ କରୁଛନ୍ତି, ଆପଣମାନେ ଏହି ରାସ୍ତାରେ ଆସି ବାହାରି ପାରିବେ। ଦେଖନ୍ତୁ ଦୂରରୁ ଜୋରନ୍ଦାର ବିଶ୍ୱ ପ୍ରସିଦ୍ଧ ଗାଦି ମନ୍ଦିର ଦେଖାଗଲାଣି ଏବଂ ଡାହାଣ ପାର୍ଶ୍ୱରେ ମଧ୍ୟ କୌପୁନୀଧାରୀ ମହିମା ସମାଜର ଅଖଣ୍ଡ ଜ୍ୟୋତି ମନ୍ଦିର ମଧ୍ୟ ଦେଖାଯାଉଛି। ମୁଁ ଯେଉଁ ରାସ୍ତା ଦେଇ ଏବେ ଜୋରନ୍ଦା ଗାଦି ମନ୍ଦିର ଆଡ଼କୁ ଯାଉଛି, ଆପଣମାନେ ଜୋରନ୍ଦା ମେଳା ଦିନ ଏହି ରାସ୍ତାରେ ଚାଲିବା ମଧ୍ୟ ଅସମ୍ଭବ ହୋଇଯିବ ଏବଂ ଭକ୍ତମାନଙ୍କର ଶାନ୍ତି ଶୃଙ୍ଖଳା ଦର୍ଶନ ପାଇଁ ଏଠାରେ ମଧ୍ୟ ବ୍ୟାରିକେଡ଼ର ସୁବିଧା କରାଯାଇଛି ଏବଂ ଏଠାରେ ପୋଲିସମାନଙ୍କ ପାଇଁ ମଧ୍ୟ ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଛି। ଦେଖନ୍ତୁ ଇଏ ବହୁତ ସୁନ୍ଦର ଭାବରେ ବ୍ୟାରିକେଡ଼ ନିର୍ମାଣ କରାଯାଇଛି। ଏହି ବାଟ ଦେଇ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ। ଦେଖନ୍ତୁ ଇଏ ହେଉଛି ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ଗାଦି ମନ୍ଦିର। ଚାଲନ୍ତୁ ଏବେ ଦେଖିବା ଜୋରନ୍ଦା ଗାଦିରେ କିପରି ଆଜିର ସନ୍ଧ୍ୟାଦୀତି ଦର୍ଶନ ହେଉଛି, ତାର କିଛି ଝଲକ ଦେଖିକି ଆମେ ଅନ୍ୟତ୍ର ସ୍ଥାନକୁ ଯିବା ଓ ସେଠାରେ କିପରି ଜୋରନ୍ଦା ମାଘ ମେଳା ଲାଗି ପ୍ରସ୍ତୁତି କରାଯାଉଛି ଦେଖିବା। ଦେଖନ୍ତୁ ଇଏ ହେଉଛି ଅଖଣ୍ଡ ଜ୍ୟୋତି ମନ୍ଦିର। ଦେଖନ୍ତୁ ଏବେ ସନ୍ଧ୍ୟା ନୀତି ଆରମ୍ଭ ହୋଇସାରିଲାଣି। ଏବେ ବାବାମାନେ ମନ୍ଦିରରେ ଚାମର ନୀତି କରୁଛନ୍ତି। ଆଜି ମଧ୍ୟ 7 ଜଣ ବାବା ମନ୍ଦିରର ଚାମର ନୀତି କରୁଛନ୍ତି। ଆପଣମାନେ ଯଦି ଜୋରନ୍ଦା ମହିମା ଗଦିକୁ ମାଘ ମେଳା ଦେଖିବା ପାଇଁ ଆସୁଛନ୍ତି, ତାହେଲେ ମନ୍ଦିରରେ ହେଉଥିବା ସନ୍ଧ୍ୟା ନୀତି ଦର୍ଶନ କରନ୍ତୁ। ଏହି ସନ୍ଧ୍ୟା ନୀତି ଭଳି ପ୍ରାତଃ ପ୍ରାୟ 3 ଘଟିକା ସମୟରେ ମଧ୍ୟ ନୀତି ହୋଇଥାଏ ଏବଂ ମଧ୍ୟାହ୍ନ 11:30ରୁ 12ଟା ପାଖାପାଖି ମଧ୍ୟ ନୀତି ହୋଇଥାଏ। ଦେଖନ୍ତୁ ବାବାମାନେ ଏବେ ଚାମର ନୀତି କରୁଛନ୍ତି। ଏହାପରେ ଦେଖନ୍ତୁ ବାବାମାନେ ଚାମର ନୀତି କରିକି ଆସିସାରିଲା ପରେ ବାବାମାନେ ବାହାର ବେଢ଼ାରେ ପ୍ରଭୁଙ୍କର ଭଜନ କୀର୍ତ୍ତନ ଆରମ୍ଭ କଲେଣି।
ଆସନ୍ତା ଫେବୃଆରୀ 11 ତାରିଖ ପ୍ରାୟ ପ୍ରାତଃ 3 ଘଟିକା ସମୟରେ ଏହି ଜୋରନ୍ଦା ଗାଦିରେ ଅଖଣ୍ଡ ଧୂନି ସ୍ଥାପନା କରାଯିବ। ସେହିପରି ଅପରାହ୍ନ ପ୍ରାୟ 5 ଘଟିକା ସମୟରେ ଝାଡ଼ଦୀପ ପ୍ରଜ୍ୱଳନ କରାଯିବ। ଆପଣମାନେ ନିଶ୍ଚୟ ଜୋରନ୍ଦା ମାଘ ମେଳା ଦେଖିବା ପାଇଁ ଆସନ୍ତୁ। ସମସ୍ତଙ୍କୁ ମୋ ତରଫରୁ ନିମନ୍ତ୍ରଣ ରହିଲା। ଦେଖନ୍ତୁ, ଇଏ ହେଉଛି ଜୋରନ୍ଦା ଗାଦି ମନ୍ଦିର। ଏହି ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ, ଆସାମ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରୁ ଭକ୍ତ, ଯାତ୍ରୀ ଓ ସନ୍ନ୍ୟାସୀମାନେ ଗୁରୁ ଗାଦିରେ ଆସି ପହଞ୍ଚିବାକୁ ଲାଗିଲେଣି। ଦେଖନ୍ତୁ, ଇଏ ହେଉଛି ଜୋରନ୍ଦା ଗାଦିରେ ବାବାମାନେ ଭଜନ କରୁଛନ୍ତି। ଆପଣମାନେ ଏହି ଭଜନ ଶୁଣନ୍ତୁ ଓ ତାପରେ ଆମେ ଜୋରନ୍ଦା ଗାଦିରେ ଥିବା ଅଖଣ୍ଡ ଜ୍ୟୋତି ମନ୍ଦିରକୁ ଯିବା ଓ ସେଠାରେ କିପରି ସନ୍ଧ୍ୟା ଦର୍ଶନ କରାଯାଉଛି ସେଠାରେ ଦେଖିବା। ବନ୍ଧୁମାନେ, ଆସୁଥିବା ଫେବୃଆରୀ 11 ତାରିଖରେ ହେବାକୁ ଯାଉଅଛି ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା। ପ୍ରଥମ 11 ତାରିଖ ଓ 12 ତାରିଖରେ ଅଖଣ୍ଡ ଧୂନି ଜଳିବା ସହିତ ଝାଡ଼ଦୀପ ପ୍ରଜ୍ୱଳନ କରାଯିବ। ଏହା ହେଉଛି ମୁଖ୍ୟ 2 ଦିନ ଓ ଏହାର ପରେ 7 ଦିନ ଧରି ଜୋରନ୍ଦା ଗାଦିରେ ମେଳା ପଡ଼ିଆରେ ଅନ୍ୟାନ୍ୟ ଯାତ୍ରା ବା ଦୋକାନ ଗୁଡ଼ିକ ମଧ୍ୟ 7 ଦିନ ପାଇଁ ରହିବ। ଆପଣମାନେ ନିଶ୍ଚୟ ଜୋରନ୍ଦା ମହିମା ଗାଦିକୁ ବୁଲି ଆସନ୍ତୁ। ଦେଖନ୍ତୁ, ମୁଁ ଏବେ ଏହାର ସନ୍ଧ୍ୟା ସମୟର ଦୃଶ୍ୟ ଦେଖାଉଛି।
ଏହାର ପ୍ରତିଟି ଖୁଣ୍ଟି ମାନଙ୍କରେ ମଧ୍ୟ ଆଲୋକୀକରଣ ବ୍ୟବସ୍ଥା ରହିଛି। ଆପଣମାନେ ମହିମା ଗାଦି ସମ୍ପର୍କିତ ଆଉ ଯେକୌଣସି ତଥ୍ୟ ଜାଣିବା ପାଇଁ ଚାହୁଁଛନ୍ତି ଏହି କମେଣ୍ଟ ସେକ୍ସନକୁ ଯାଇ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର ଓ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁନି। ଧନ୍ୟବାଦ। ଗୁରୁ ମହିମା ଅଲେଖ।